ଖଣ୍ଡଗିରିରେ ବର୍ତ୍ତମାନ ଯାତ୍ରାର ସମାରୋହ। ତ ଆପଣ କଣ ଆସିକି ଦେଖିଲେଣି? ତ ଆମ ଅଫିସଟି ମଧ୍ୟ ଖଣ୍ଡଗିରିରୁ ବହୁତ କମ ବାଟ ହବ। ଆସନ୍ତୁ ଆମ ଅଫିସକୁ ବି ଭିଜିଟ କରିକି ଯାଆନ୍ତୁ। ଆମ ବାଗିରେ ତ ନାହିଁ ଆଜ୍ଞା ଯାତ୍ରା ଦେଖିବା ପାଇଁ। ତ ଆମେ ଆସିକି ଆପଣଙ୍କ ପାଇଁ କୋଲ୍ହାପୁରରେ ପହଞ୍ଚି ଯାଇଛୁ। ଆମେ ସୋଲାପୁର ଯାକ ଆସିଥିଲୁ ବାଇ ଟ୍ରେନ, ସେଠୁ ଆମେ ବାଇ ବସରେ ଆସି କୋଲ୍ହାପୁରରେ ପହଞ୍ଚିଗଲୁ। ଦେନ୍ ଆମେ ଗାଡିକି ଦେଖି ଦେଇଥିଲୁ। ଗାଡି ସବୁ ଠିକ ଠାକ ଥିଲା, ଓରିଜିନାଲ କଣ୍ଡିସନରେ ଥିଲା, ଓରିଜିନାଲ ପେଣ୍ଟରେ ମଧ୍ୟ ଥିଲା। ଗାଡି କୌଣସି ଜାଗା ଷ୍ଟ୍ରକ୍ଚରାଲ ପାର୍ଟ ମଧ୍ୟ କିଛି ଚେଞ୍ଜେସ୍ ହେଇନି। ଷ୍ଟ୍ରକ୍ଚରାଲ ପାର୍ଟ ମଧ୍ୟ ସବୁ ଠିକ ଠାକ ଥିଲା। ଆଉ ଗାଡିରେ ଇଲେକ୍ଟ୍ରୋନିକ୍ସ ପାର୍ଟ ମଧ୍ୟ ସବୁ ଠିକ ଠାକ ଥିଲା, ୱାର୍କେବୁଲ କଣ୍ଡିସନ ଥିଲା। ଆଉ ସାର୍ ଆମର ବାହାରୁ ଆଣ୍ଡ୍ରଏଡ ସେଟ୍ ଗୋଟେ ପକେଇଥିଲେ, ଯୋଉଟା କି ଆଣ୍ଡ୍ରଏଡ ସେଟ୍ ବି ବହୁତ ୱାର୍କେବୁଲ କଣ୍ଡିସନରେ ଥିଲା, ୱାରେଣ୍ଟି ପିରିୟଡରେ ମଧ୍ୟ ଅଛି। ଗାଡିର ପାୱାର ୱିଣ୍ଡୋ ସବୁ କିଛି ୱାର୍କିଂ କଣ୍ଡିସନ ଅଛି। ପାୱାର ୱିଣ୍ଡୋ, ପାୱାର ମିରର ସବୁ ୱାର୍କିଂ କଣ୍ଡିସନ ଅଛି। ଗାଡି ବି ଆମେ ଟ୍ରାଏଲ ନେଇଥିଲୁ। ଟ୍ରାଏଲ ନେଲା ପରେ ସସ୍ପେନସନ ନଏଜ ମଧ୍ୟ ସବୁ ଠିକ ଠାକ ଥିଲା। ସସ୍ପେନସନ କ୍ଲଚର କିଛି ୱାର୍କ ନଥିଲା। ଆଉ ଗାଡିରେ ବହୁତ ପସନ୍ଦ ଆସିଥିଲା, ଆମେ ସେଥିପାଇଁ ନେଇକି ଆସିଥିଲୁ। ଗାଡିରେ କେବଳ ଫ୍ରଣ୍ଟ ବମ୍ପରଟି ନର୍ମାଲ ସ୍କ୍ରାଚେସ୍ ଥିଲା। ଆଉ ଗାଡିଟି ଆମେ ଆଣିଲେ ବି ବହୁତ ଏନ୍ଜୟ କରିକି ଆସିଲୁ। 2400 କିଲୋମିଟର ବି ଆମେ ନିଜେ ଡ୍ରାଇଭ କରିକି ଆସିଛୁ। ତ ଗାଡି ବି ମାଇଲେଜ ଆପଣଙ୍କୁ 20ରୁ 21 ମାଇଲେଜ ଦେଇଛି, ଯୋଉଟା କି ବହୁତ ଠିକ ଠାକ ଅଛି। ଆସିଲା ବେଳକୁ ବହୁତ ବାଟ ସାରା ଏନ୍ଜୟ କରିକି ଆସିଲୁ। ଆଉ ଗାଡି ବି ବର୍ତ୍ତମାନ ଆସିକି ଆମର ସାଇ ଶମ୍ଭୁ ମୋଟରସରେ ଷ୍ଟକି ନେଇଯାଇଛି। ତ ଆପଣ ଆସନ୍ତୁ, ଖଣ୍ଡଗିରି ଯାତ୍ରା ବୁଲନ୍ତୁ, ତା ସହିତ ଆମଠୁ ଗାଡି ନେଇକି ଯାଆନ୍ତୁ। ରହିଲି, ଜୟ ଜଗନ୍ନାଥ। ନେକ୍ସଟ ଭିଡିଓରେ